ନମସ୍କାର ବନ୍ଧୁମାନେ ସୂର୍ଯ୍ୟ ବର୍ତ୍ତମାନ ମକର ରାଶିରେ ଅଛନ୍ତି। ଏହା ଫେବୃଆରୀ 13 ତାରିଖରେ କୁମ୍ଭ ରାଶିରେ ଚଳନ କରିବେ। ଫେବୃଆରୀ 17 ତାରିଖରେ ସୂର୍ଯ୍ୟ ପରାଗ ହେବ। ଶନି ରାଶିରେ ଗ୍ରହଣ ଏକ ଅନ୍ୟାନ୍ୟ ଗ୍ରହ ସଂଯମତା ସୃଷ୍ଟି କରୁଛି। କୁମ୍ଭରେ ଅନେକ ଗ୍ରହଙ୍କ ଉପସ୍ଥିତି ଏକ ବିରଳ ପଞ୍ଚଗ୍ରହୀ ଯୋଗ ସୃଷ୍ଟି କରିବ। କୁମ୍ଭରେ ସୂର୍ଯ୍ୟପରାଗ ଏବଂ ପଞ୍ଚଗ୍ରହୀ ଯୋଗ ତିନୋଟି ରାଶିର ଲୋକଙ୍କ ଲାଭଦାୟକ ହେବ। ଏଠାରେ ଉଲ୍ଲେଖନୀୟ ଯେ ସୂର୍ଯ୍ୟ ସହିତ ମଙ୍ଗଳ, ବୁଧ, ଶୁକ୍ର ଏବଂ ଚନ୍ଦ୍ର କୁମ୍ଭରେ ଏହି ପଞ୍ଚଗ୍ରହୀ ରାଜଯୋଗ ସୃଷ୍ଟି କରିବ। ଏହି ପଞ୍ଚଗ୍ରହୀ ଯୋଗ ଯେତେବେଳେ ସୂର୍ଯ୍ୟ ସହିତ ଆଉ ଚାରୋଟି ମୁଖ୍ୟ ଗ୍ରହ ଏକ ସ୍ଥାନରେ ଥାନ୍ତି, ସେଥିରୁ ସୃଷ୍ଟି ହୁଏ। ପଞ୍ଚଗ୍ରହୀ ଯୋଗ ଏହାର ରାଜଯୋଗ ରୂପେ ପରିଣତ ହେଲେ ସେ ବ୍ୟକ୍ତିକୁ ଦେଇଥାଏ ରାଜସିକ ଜୀବନ, ଆର୍ଥିକ ସୁବିଧା ଓ ସମାଜରେ ଉଚ୍ଚ ସ୍ଥାନ। ତ ବନ୍ଧୁମାନେ, ତେବେ ଆସନ୍ତୁ ଜାଣିବା କିଏ ସେହି ତିନି ଗୋଟି ରାଶି। ତା ପୂର୍ବରୁ ଯଦି ଆପଣମାନେ ବି ଈଶ୍ୱରକୁ ମନରୁ ଭକ୍ତି କରନ୍ତି କିମ୍ବା ବିଶ୍ୱାସ କରନ୍ତି, ତେବେ ଭିଡ଼ିଓଟିକୁ ଲାଇକ୍ କରି କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ, ଜୟ ଜଗନ୍ନାଥ ଅବଶ୍ୟ ଲେଖିଦିଅନ୍ତୁ। ମିଥୁନ ରାଶି। ପଞ୍ଚଗ୍ରହୀ ଯୋଗ ମିଥୁନ ରାଶିର ଜାତ ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହେବ। ସେମାନଙ୍କର କ୍ୟାରିୟରରେ ଉଲ୍ଲେଖନୀୟ ଅଭିବୃଦ୍ଧି ହୋଇପାରେ। କ୍ୟାରିୟରରେ ଉନ୍ନତି ଆର୍ଥିକ ଲାଭ ଆଣିବ। ସ୍ୱାସ୍ଥ୍ୟ ପାଇଁ ଏକ ଭଲ ସମୟ ହେବ। ଆୟର ନୂତନ ଉତ୍ସ ଦେଖାଯିବ। ବ୍ୟବସାୟ ସହିତ ଜଡ଼ିତ ବ୍ୟକ୍ତିମାନେ ଲାଭବାନ ହେବେ। ପରିବାରରେ ଖୁସିର ଲହରୀ ଲାଗି ରହିବ। ବୈବାହିକ ଜୀବନ ସୁଖ ଶାନ୍ତିରେ କଟିବ। ଆପଣଙ୍କର ଯାହା ବି ଆର୍ଥିକ ସମସ୍ୟା ଥିଲା, ସେସବୁ ଦୂର ହେବ। ଆପଣଙ୍କର ଦୀର୍ଘଦିନ ଧରି ଅଟକିଥିବା କାମ ଏବେ ସମାପ୍ତ ହେବ ଏବଂ ଅପେକ୍ଷା କରୁଥିବା ଧନ ହାତକୁ ଆସିପାରେ। ଶିକ୍ଷା କ୍ଷେତ୍ରରେ ଆପଣ ବହୁତ ଅଧିକ ଉନ୍ନତି ପ୍ରଗତି କରିବେ। ଆପଣଙ୍କୁ ଚାକିରିରେ ବଡ଼ ସଫଳତା ମିଳିବ। ସ୍ୱାସ୍ଥ୍ୟ ଆପଣଙ୍କର ବହୁତ ଭଲ ରହିବ। ତ ବନ୍ଧୁମାନେ, ଆପଣଙ୍କର ଯଦି ମିଥୁନ ରାଶି ହୋଇଥାଏ, ତାହେଲେ ଭିଡ଼ିଓଟିକୁ ଲାଇକ୍ କରି କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ, ଜୟ ଜଗନ୍ନାଥ ଅବଶ୍ୟ ଲେଖିଦିଅନ୍ତୁ। ତୁଳା ରାଶି। ତୁଳା ରାଶି ସୂର୍ଯ୍ୟଗ୍ରହଣ ଦିନ କୁମ୍ଭ ରାଶିରେ ପଞ୍ଚଗ୍ରହୀ ଯୋଗ ସୃଷ୍ଟି ହେବ, ଯାହା ଆପଣଙ୍କୁ ଆର୍ଥିକ ପ୍ରଗତି ଆଣିବ। ଆପଣ ଆପଣଙ୍କର ଅଟକି ରହିଥିବା ଟଙ୍କା ଫେରି ପାଇବେ। ତୁଳା ରାଶିର ଲୋକମାନେ ଋଣ ମୁକ୍ତ ହୋଇପାରନ୍ତି। ଏହା ଏକ ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ଏକ ଭଲ ସମୟ ଅଟେ। ଏକ ବଡ଼ ବ୍ୟବସାୟିକ ଚୁକ୍ତି ଆପଣଙ୍କୁ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ଲାଭ ଆଣିବ। ପରିବାର ଏବଂ ବୈବାହିକ ଜୀବନ ସୁଖମୟ ହୋଇପାରେ। ଆପଣଙ୍କୁ ନୂତନ ଚାକିରି କିମ୍ବା ଦରମା ବୃଦ୍ଧି ହୋଇପାରେ। ପ୍ରେମ ଜୀବନ ପ୍ରେମରେ ଭରିଯିବ। ସନ୍ତାନ ସୁଖ ମଧ୍ୟ ପ୍ରାପ୍ତି ହୋଇପାରେ। ଶିକ୍ଷା କ୍ଷେତ୍ରରେ ଆପଣ ଉନ୍ନତି କରିବେ। ସ୍ୱାସ୍ଥ୍ୟ ଆପଣଙ୍କର ବହୁତ ଭଲ ରହିବ। ଆପଣ କୌଣସି ଧାର୍ମିକ ସ୍ଥାନକୁ ଯାତ୍ରା କରିପାରନ୍ତି। ଆପଣଙ୍କର ଡେଲି ଇନକମ୍ ବଢ଼ିପାରେ। ଆପଣଙ୍କର ସମାଜରେ ମାନ ସମ୍ମାନ ବଢ଼ିବ। ତ ବନ୍ଧୁମାନେ, ଆପଣଙ୍କର ଯଦି ତୁଳା ରାଶି ହୋଇଥାଏ, ତାହେଲେ ଭିଡ଼ିଓଟିକୁ ଲାଇକ୍ କରି କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ, ଜୟ ଜଗନ୍ନାଥ ଅବଶ୍ୟ ଲେଖିଦିଅନ୍ତୁ। ଧନୁ ରାଶି। ଧନୁ ରାଶି ଆର୍ଥିକ ଲାଭ ଅନୁଭବ କରିବେ। ପଞ୍ଚଗ୍ରହୀ ଯୋଗ ଧନୁ ରାଶିର ଜାତକଙ୍କ ପାଇଁ ଭାଗ୍ୟ ଆଣିବ। ଆପଣଙ୍କ ଘର କିମ୍ବା ଯାନବାହନ କିଣିପାରନ୍ତି। ଏକ ନୂତନ ଉଦ୍ୟମ ଆରମ୍ଭ କରିବା ଦ୍ୱାରା ଧନୁ ରାଶିର ଲାଭ ହେବ। ଆପଣଙ୍କ ଖର୍ଚ୍ଚ ହ୍ରାସ ପାଇବ ଏବଂ ଆପଣଙ୍କର ସ୍ୱାସ୍ଥ୍ୟରେ ଉନ୍ନତି ହେବ। ପରିବାରରେ ଖୁସିର ଲହରୀ ଲାଗି ରହିବ। ପ୍ରେମ ଜୀବନ ଆପଣଙ୍କର ବହୁତ ଭଲ ରହିବ। ବ୍ୟାପାର ବାଣିଜ୍ୟରେ ବହୁତ ଲାଭ ହେବ,
କିମ୍ବା ଆଗରୁ କିଛି ଉନ୍ନତି ହୋଇପାରେ। ଶିକ୍ଷା କ୍ଷେତ୍ରରେ ଉନ୍ନତି କରିବେ। ଜୀବନସାଥୀଙ୍କ ସହିତ ସମ୍ପର୍କ ବହୁତ ଭଲ ରହିବ। ଭ୍ରମଣ କରିବାକୁ ନୂଆ ଜାଗାକୁ ଯାଇପାରନ୍ତି। ଆପଣଙ୍କର ସମାଜରେ ମାନ ସମ୍ମାନ ବଢ଼ିବ କିମ୍ବା ଲୋକପ୍ରିୟତା ବଢ଼ିବ। ଆପଣଙ୍କର ଡେଲି ଇନକମ୍ ବଢ଼ିପାରେ। ଆପଣ ଯେଉଁ କ୍ଷେତ୍ରରେ ବି ହାତ ଦେବେ ସେ କ୍ଷେତ୍ରରେ ଆପଣଙ୍କୁ ନିଶ୍ଚୟ ସଫଳତା ମିଳିବ। ଚାକିରି ନୂତନ ମିଳିପାରେ କିମ୍ବା ଯେଉଁମାନେ ବେରୋଜଗାର ଅଛନ୍ତି ତାଙ୍କୁ ପାଇଁ ଏହି ସମୟ ଭଲ ରହିବ। ଚାକିରିରେ ଆପଣଙ୍କର ପ୍ରମୋସନ୍ ହୋଇପାରେ। ତ ବନ୍ଧୁମାନେ, ଆପଣଙ୍କର ଯଦି ଧନୁ ରାଶି ହୋଇଥାଏ ତାହେଲେ ଭିଡ଼ିଓଟିକୁ ଲାଇକ୍ କରି କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ ଜୟ ଜଗନ୍ନାଥ ଅବଶ୍ୟ ଲେଖିଦିଅନ୍ତୁ। ଆଶା କରୁଛି ବନ୍ଧୁମାନେ ଆଜିର ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥିବ। ଯଦି ଭଲ ଲାଗିଥିଲେ କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ ଜୟ ଜଗନ୍ନାଥ ଅବଶ୍ୟ ଲେଖିଦିଅନ୍ତୁ। ଧନ୍ୟବାଦ। ଜୟ ଜଗନ୍ନାଥ।